ଶୀତ ଦିନରେ ଆମର ପ୍ରତ୍ୟେକଟି ଗଛର ଗ୍ରୋଥ୍ ସେଥିରେ ଭରପୁର ମାତ୍ରାରେ ଫୁଲ ମିଳିଥାଏ। ଆଉ ଫୁଲ ଆଣିବାରେ ସାହାଯ୍ୟ ଯିଏ କରିଥାଏ ସିଏ ଆଜି ମୋ ହାତରେ। କିଏ କହିଲେ? କଦଳୀ ଚୋପା। ମୁଁ କଦଳୀ ଚୋପା ଆଜି ଜରିର ବି ବହୁତ ଗୁଡ଼େ ଆଣିଛି, ଆଉ ତା ସାଥିରେ ହାତରେ ବି ମୁଠାଟେ ଆଣିଛି। ତ ଏତିକି ନୁହଁ, ଆହୁରି ବହୁତ ସାରା ଅଛି, କିନ୍ତୁ ତାକୁ ମୁଁ ଶୁଖେଇ ଶାକେଇକି ଗୋଟେ ଚୂରଣ ପାଉଡ଼ର କରିକି ରଖିଛି। ତାକୁ କେମିତି କ'ଣ ପ୍ରୟୋଗ କରିବି ଆଗକୁ ଭିଡ଼ିଓରେ ଜଣେଇବି, କିନ୍ତୁ ଏଇ ଚୋପାକୁ କେମିତି କ'ଣ ବ୍ୟବହାର କରିବି ଆଉ କେଉଁ ଗଛରେ ଦେବି ଚାଲନ୍ତୁ ଆଜିର ଭିଡ଼ିଓରେ ଆପଣମାନଙ୍କୁ ଜଣେଇବି। କଦଳୀ ଚୋପା ସାଧାରଣତଃ ଆମେ ଛୋଟଠୁ ନେଇକି ବଡ଼ ଗଛ ପର୍ଯ୍ୟନ୍ତ ସବୁଥିରେ ଦେଇପାରିବା, କିନ୍ତୁ ଅଧିକା ଯେଉଁ ଗଛର କ୍ଷତି ହେଇଥିବ ଆଉ ଯେଉଁ ଗଛ ଧୀର ଗ୍ରୋଥ୍ କରୁଥିବ ସେଇ ଗଛରେ ଦେଲେ ଟିକେ ଲାଭଦାୟକ ହେବ। ଯେମିତିକି ଆଜି ମୁଁ ମୋର ଡାଲିଆ ଗଛର କିଛି କେୟାରିଂ ଉପରେ ଟିପ୍ସ ଆଣିଛି। ଯେମିତିକି ଗଛର ଦେଖିବେ ଡାଲିଆ ଗଛର ପତ୍ରର ଏମିତି ମୋଡ଼ାପଣ, ଆଉ ଏଇଟା ଗୋଟେ ରୋଗ ଲାଗିଲେ ଯେଉଁଟାକି ଗୋଟେ ଏଫିଡ୍ ଲାଗିଲେ ଏଇ ସମସ୍ୟାଟା ଦେଖିବାକୁ ମିଳେ। ଆଉ ନହେଲେ ଗଛର ଖାଦ୍ୟ ଅଭାବରୁ ବି ମଧ୍ୟ ଏମିତିକା ସମସ୍ୟା ଦେଖିବାକୁ ମିଳିଥାଏ। ଆଜି ଯେହେତୁ ଡାଲିଆ ଗଛ ଉପରେ ନଜରଟା ପଡ଼ିଥିଲା ଆଉ ଗଛର ଅବସ୍ଥା ବି ବହୁତ ଖରାପ ଥିଲା, ସେଥିପାଇଁ ଭାବିଲି କଦଳୀ ଚୋପାର ଆରମ୍ଭଟା ମୁଁ ଏଇ ଡାଲିଆ ଗଛ ପାଖରୁ ହିଁ କରିନେବି। କାରଣ ବାକି ଗଛର ପତ୍ର ତ ଦେଖିପାରୁଥିବେ କେତେ ବଢ଼ିଆ ହେଇଛି, ମାନେ ବହୁତ ବଡ଼ ବଡ଼, ଆଉ ଗ୍ରୋଥ୍ ବି କାଫି ଭଲ ରହୁଛି। କିନ୍ତୁ ମଝିରେ ଲାଗିଥିବା ଗଛ ଗୁଡ଼ାକ ଏମିତିକା ପୁରା କମଜୋରି ହେଇଛି, ଆଉ ଧାର ଗୁଡ଼ା ବି ମଧ୍ୟ ଏମିତିକା ସବୁ ମୋଡ଼ି ମୋଡ଼ିକା ରହିଛି। ବେଳେବେଳେ ସେ ମାଟିରେ କୌଣସି ଆଣ୍ଟି ଫଙ୍ଗସ୍ ରହିବା ଯୋଗୁଁ ବି ମଧ୍ୟ ଗଛର ପତ୍ର ଏମିତି ମୋଡ଼ି ମୋଡ଼ିକା ହୁଏ, ଆଉ ତାପରେ ଗଛ ଗୁଡ଼ାକ ନଷ୍ଟ ହେବାକୁ ଲାଗେ। ତ ସେଥିପାଇଁକା କଦଳୀ ଚୋପା ସାଥିରେ ମୁଁ ମିଶାଇବା ପାଇଁ ପାଉଡ଼ର ନେଇ ଆସିଛି ହଳଦୀ ଗୁଣ୍ଡ। ଆଉ ହଳଦୀ ଗୁଣ୍ଡ ତ ଆପଣମାନେ ଜାଣିଛନ୍ତି ଆଣ୍ଟି ଫଙ୍ଗସ୍, ଆଣ୍ଟି ବ୍ୟାକ୍ଟେରିଆ, ଭାଇରସ୍ ଏସବୁଠାରୁ ଆମ ଗଛକୁ ରକ୍ଷା କରିବାରେ ଇଏ ପୁରା ମାଷ୍ଟର। ତ ଚାଲ ତାପରେ ମୁଁ ମୋର କାଟି ଦେଇଥିଲି କଦଳୀ ଚୋପା। ଆଉ କଦଳୀ ଚୋପା ଛୋଟ ଛୋଟ ପିସ୍ କାଟି ସାରିଲା ପରେ ତାର ଯେତିକି ଡେମ୍ଫ ଭାଗ ତାକୁ ସବୁ ବାହାର କରିଦେଇଥିଲି, କାହିଁକିନା ସେଗୁଡ଼ାକ ଡିକମ୍ପୋଷ୍ଟ ହେବାକୁ ବହୁତ ସମୟ ନେଇଥାଏ। ତାକୁ ଯଦି ତରଳ ଖତ ଦେଇକି କରିଦେବେ ତାହେଲେ ବହୁତ ଭଲ, ନହେଲେ ତାକୁ ହେଉଛି ଆପଣ ଶୁଖେଇକି ଗୋଟେ ପାଉଡ଼ର ବି ମଧ୍ୟ ପିସି ପାରିବେ, ଯାହାକୁ ଆପଣ ଗଛରେ ଆରାମସେ ବ୍ୟବହାର କରିପାରିବେ। କିନ୍ତୁ ମୁଁ ତାକୁ ବାହାର କରିଦେଇଥିଲି, କରିସାରିଲା ପରେ ସେଥିରେ ହଳଦୀ ଗୁଣ୍ଡ 3 ଚୁଟକି ମିଶାଇ ଦେଇଥିଲି। ତାପରେ ମୋର ହେଇଗଲା ରେଡ଼ି। ଆଉ କଦଳୀ ଚୋପାରୁ କ'ଣ ମିଳେ ଆଉ କେମିତି ବ୍ୟବହାର କରିବେ ଆଗକୁ ଗୋଟେ ଲଙ୍ଗ୍ ଭିଡ଼ିଓରେ ଭାବିଛି ଆପଣମାନଙ୍କ ସହିତ ସେୟାର କରିବି, ଯେଉଁଥିରେ କଦଳୀ ଚୋପାର ଫର୍ଟିଲାଇଜର, କଞ୍ଚା କଦଳୀ ଚୋପାର ବ୍ୟବହାର ଆଉ ତା ସାଥିରେ କଦଳୀ ଚୋପାକୁ ଶୁଖେଇକି ବ୍ୟବହାର କରିବାର ପ୍ରୋସେସଟା ପୁରା ଡିଟେଲ୍ସ ଉପରେ ଆପଣଙ୍କୁ ଜଣେଇବି। ତ ସେଥିପାଇଁକା ଆପଣମାନେ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ, ଆଉ ସବସ୍କ୍ରାଇବ୍ କରିନାହାନ୍ତି ଯଦି କରିଦିଅନ୍ତୁ। କଦଳୀ ଚୋପା ତ ମୋର ଏଠି ଗୁଳେଇ ଗାଳିକି ରେଡ଼ି କରିଦେଲି, ତାକୁ ଗୋଟେ ସାଇଡ଼୍ରେ କରିଦେଇକିରି ଏବେ ମୋର ଗଛର ମାଟିକୁ ଟିକେ କୁଡ଼ା ଖୁସା କରିଦେଲି। କାହିଁକିନା ପ୍ରତ୍ୟେକଟି ଗଛରେ କୌଣସି ବି ସାର ଦିଅ କିମ୍ବା ଖତ ଦିଅ କିମ୍ବା କିଛି ବି ଚୋପା ଦିଅ, ତାକୁ ମାଟିକୁ କୁଡ଼ା ଖୁସା ପ୍ରଥମେ କରିବେ। ଏହାଦ୍ୱାରା ମାଟିର ଜଳ ନିଷ୍କାସନ ବି ଠିକ୍ ହେବ, ଆଉ ତା ସାଥିରେ ପବନ ନିଷ୍କାସନ ବି ଠିକ୍ ହେବ, ଯାହାଦ୍ୱାରା ଗଛର ଚେର ବହୁତ ସ୍ପିଡ଼ିରେ ବଢ଼ି ଚାଲିବ। ଆଉ ଗଛରେ ଯେଉଁ ଆମେ ସାର ଦେଉଛନ୍ତି କିମ୍ବା ଆମେ କିଛି ଚୋପା ଦେଉଛନ୍ତି ସେଇଟା ବି ବହୁତ ଜଲ୍ଦି ଡିକମ୍ପୋଷ୍ଟ ହେବ, ଆଉ ଯାହାଦ୍ୱାରା ଆମ ଗଛକୁ ଭିଟାମିନ୍ ଆଉ ନ୍ୟୁଟ୍ରିସନ୍ ଭରପୁର ମିଳିବ। ଯେହେତୁ ଏଠି ମୁଁ କଦଳୀ ଚୋପାଟାକୁ ମାଟି ଭିତରେ ପୋତିବି, ସେଥିପାଇଁ ମାଟିଟା ଟିକେ କୁଡ଼ା ଖୁସା ନ କଲେ କ'ଣ ହେବ, ସେଥିପାଇଁକା ମାଟିଟାକୁ ଖୁସାଇ ଦେଇଥିଲି। ଆଉ ଖୁସାଇ ସାରିଲା ପରେ ମାଟିଟା ଟିକେ ଭୁରଭୁରି ଯେହେତୁ ସାଙ୍ଗେ ସାଙ୍ଗେ ଖୁସାଇ ହେଇଯାଇଥିଲା ବହୁତ ସହଜରେ ଆଉ ବହୁତ କମ୍ ସମୟରେ। ତାପରେ ମାଟିରେ ଚାରି ସାଇଡ଼୍ ଏମିତି ହାଲକା ହାଲକା କରିକି କଦଳୀ ଚୋପାକୁ ପୋତି ଦେଇଥିଲି। ଆଉ କଦଳୀ ଚୋପା ପୋତିବା ସମୟ ହେଲା ସକାଳ ସମୟ, ଯେମିତି ଖରା ପଡ଼ୁଥିବା ଜାଗାରେ ରଖିକି କୁଣ୍ଡଟାକୁ ଆପଣ କଦଳୀ ଚୋପା ପୋତିବେ, ଯାହାଦ୍ୱାରା